ନମସ୍କାର, ଜୟ ଜଗନ୍ନାଥ। ଚତୁର୍ଥ ଦିନର ମୋହରି ଥାଳି ଦେଖିବା ଆସ ଝଟ କରି। ଚତୁର୍ଥ ଦିନର ମୋହରି ଥାଳି ଦେଖିବା ଆସ ଝଟ କରି। ଖାଇବା ଦେଖୁ ଦେଖୁ ତୁମ ନଦେବ ଗିଳି। ଖାଇବା ଦେଖୁ ଦେଖୁ ତୁମ ନଦେବ ଗିଳି। ଖାଇସାରି ଭଲ କି କରିବ କୁଳୁକୁଳି। ତେବେ ଚାଲନ୍ତୁ ଆଉ ଡେରି ନ କରି ଦେଖିବା ଆମର ଆଜି ଚତୁର୍ଥ ଥାଳି। खुलजा सिमसिम खुलजा सिमसिम। ଆରେ ମୋ ଖାଇବା ସବୁ ଉଡ଼ିଗଲାରେ, ପ୍ରଜାପତି ହୋଇ ଉଡ଼ିଗଲାରେ। ଧର ତାକୁ ଧର, ଏ ଭଗବାନ, ମୁଁ ଏବେ କ'ଣ ଖାଇବି? ମଜା କରିଥିଲି ସାଙ୍ଗମାନେ। ଆପଣମାନେ ତ ଜାଣିଛନ୍ତି କାଲି ହେଉଛି ରବିବାର ଥିଲା, ତ ରବିବାରରେ ଆମେ ସମସ୍ତେ ନିହାତି ଖାଇବାରେ ଟିକେ ଏପଟ ସେପଟ ହେଇଥାଏ। ତେବେ ଚାଲନ୍ତୁ, ଆଜି ମୁଁ ଖାଦ୍ୟ ବଦଳରେ ପେଟ ଯେହେତୁ ଟିକେ ଜାମ୍ ଲାଗୁଥିଲା ବା ବ୍ଲଟିଂ ଫିଲ୍ ହେଉଥିଲା, ତେବେ ମୁଁ କ'ଣ କଲି, ଏଇ ଯେଉଁ ଏନର୍ଜି ଡ୍ରିଙ୍କଟା ପିଇଲି, ଯାହାଦ୍ୱାରା କି ମୋତେ ପୁରା ଦ୍ୱିପହର ଲଞ୍ଚ ପର୍ଯ୍ୟନ୍ତ ପୁରା ଏନର୍ଜେଟିକ୍ ଫିଲ୍ ହେବ, ଆଉ ପେଟ ବି ଫାଙ୍କା ରହିବା ସହିତ ଦେହ ମଧ୍ୟ ହାଲୁକା ଲାଗିବ। ତେଣୁ ଆଜି ମୁଁ ମୋର ବ୍ରେକଫାଷ୍ଟକୁ ସ୍କିପ୍ କଲି ଆଉ ପିଇଲି ଏଇ ଏନର୍ଜି ଡ୍ରିଙ୍କ, ଯେଉଁଥିରେ କି ବହୁତ ସାରା ମିନେରାଲ୍ସ ଭରପୁର ମାତ୍ରାରେ ଅଛି, ଯାହାକି ଆମ ଶରୀର ପାଇଁ ବହୁତ ଆବଶ୍ୟକ, ବହୁତ ଉପାଦେୟ ଅଛି ତା'ର। ତେବେ ଚାଲନ୍ତୁ ଏବେ ଦେଖିବା ଏଇ ଏନର୍ଜି ଡ୍ରିଙ୍କକୁ ଆମେ କିପରି ପ୍ରସ୍ତୁତ କରିବା। ତ ପ୍ରଥମେ ଆମେ ଗୋଟେ ଗ୍ଲାସ୍ ପାଣିରେ ଏମିତି 2-3 ଚାମଚ ଚିଆ ସିଡ୍ ପକାଇଦେବା, ଯେଉଁଥିରେ କି ବହୁତ ସାରା ଓମେଗା 3 ଫ୍ୟାଟି ଏସିଡ୍ ଅଛି, ଆମ ଶରୀର ପାଇଁ ବହୁତ ଉପାଦେୟ ଅଟେ। ଜିଙ୍କ ଆଉ ମାଗ୍ନେସିୟମ୍ ସବୁ ଟାଇପ୍ର ମିନେରାଲ୍ସ ପୁରା ଭରପୁର ମାତ୍ରାରେ ଅଛି, ଯାହାକି ଆମର ଶରୀରର ଓଜନ କମାଇବାରେ ମଧ୍ୟ ଆମକୁ ସାହାଯ୍ୟ କରିବ। ତେଣୁ ଆମେ ଏଇ ଚିଆ ସିଡ୍କୁ ପ୍ରଥମେ ଅଧଘଣ୍ଟା ଲାଗି ଗୋଟେ ପାଣିରେ ତାକୁ ଭେଦେଇକି ରଖିଦେବା। ଭଲ ଭାବରେ ଚାମଚରେ ତାକୁ ଗୋଳେଇ ଦେଇ ତାକୁ ଢାଙ୍କି ଅଧଘଣ୍ଟା ପର୍ଯ୍ୟନ୍ତ ଛାଡ଼ିଦେବା। ଦେଖନ୍ତୁ ବର୍ତ୍ତମାନ ଚିଆ ସିଡ୍ଟି କିପରି ବହଳିଆ ହେଇଯାଇଛି। ବର୍ତ୍ତମାନ ସେଥିରେ ଆମେ ଏଡ଼୍ କରିବା ରାତିରେ ଭେଦେଇକି ରଖିଥିବା ଆମର ଯେଉଁ ପମ୍ପକିନ୍ ସିଡ୍, ସନଫ୍ଲାୱାର ସିଡ୍, ଆଲମଣ୍ଡ, ସେଇଟାକୁ ଭେଦେଇକି ରଖିଥିବା କିଛି ମଞ୍ଜି 3-4 ଘଣ୍ଟା ପୂର୍ବରୁ ତାକୁ ଭେଦେଇକି ତାକୁ ତା ସହିତ ଆମେ ଏଡ଼୍ କରିପାରିବା, ଯେଉଁଥିରେ କି ଆମର ସବୁ ଟାଇପ୍ର ଜିଙ୍କ, ଓମେଗା 3 ସବୁ, ଯେଉଁମାନେ ବି ଭେଜିଟେରିଆନ୍ ତାଙ୍କ ପାଇଁ ତ ଏଇ ଡ୍ରିଙ୍କଟି ବହୁତ ଆବଶ୍ୟକ। ତାକୁ ଆଉ ଟିକେ ଟେଷ୍ଟି କରିବା ପାଇଁ ଆଉ ଦହି, ଯେଉଁଟାକି ଆମ ପେଟ ପାଇଁ ବି ବହୁତ ଭଲ, ଆମ ହଜମ କରିବାରେ ଆମ ହଜମ ଶକ୍ତିକୁ ମଧ୍ୟ ବଢ଼େଇବ, ପେଟକୁ ସଫା ମଧ୍ୟ କରିବ। ତେବେ ଆମେ ସେଥିରେ ଏଡ଼୍ କରିବା କିଛି ଦହି ଆଉ ଟେଷ୍ଟ ପାଇଁ ଅଳ୍ପ କିଛି ଲୁଣ ଟେଷ୍ଟ ଅନୁଯାୟୀ। ତାପରେ ସେଇଠି ଆମେ ଏଡ଼୍ କରିବା ଟିକେ ଷ୍ଟିଭିଆ, ଯେଉଁଟାକି ଆମର ଚିନି ବଦଳରେ ଆମେ ଚିନିର ୟୁଜ୍ ନ କରିକି ତାକୁ ଟିକେ ମିଠା ଟେଷ୍ଟ ଦେବା ପାଇଁ ଟିକେ ଷ୍ଟିଭିଆର ବ୍ୟବହାର କରିବା, ଯେଉଁଟାକି ଆପଣ ଅନଲାଇନ୍ରେ ପରଚେସ୍ କରିପାରିବେ। ଏବଂ ମୁଁ ତା'ର ଲିଙ୍କ୍ ବି ଡିସ୍କ୍ରିପ୍ସନ୍ ବକ୍ସରେ ଦେଇଦେବି, ଆପଣ ଚାହିଁଲେ ତାକୁ କିଣିପାରିବେ, ଯେଉଁଟାକି ପୁରା ସୁଇଟ୍ର ଟେଷ୍ଟ ଦେବ। ତାପରେ ଆମେ ତାକୁ ଗୋଳେଇ ଦେଇ ପୁରା ତା'ର ମଜା ନେବା। ଆଉ ଏଇ ଡ୍ରିଙ୍କଟି ଆପଣ ଚାହିଁଲେ, ଯଦି ଜଲ୍ଦି ଆପଣଙ୍କୁ ୱେଟ୍ ଲସ୍ କରିବା ପାଇଁ ଚାହୁଁଛନ୍ତି, ଏଇଭଳିଆ ଡ୍ରିଙ୍କ କରିକି ଆପଣ ବ୍ରେକଫାଷ୍ଟକୁ ସ୍କିପ୍ କରିକି ଲଞ୍ଚ ପର୍ଯ୍ୟନ୍ତ ମଧ୍ୟ ପିଇପାରିବେ। ଯଦି ଗୋଟେ ଗ୍ଲାସ୍ରେ ଆପଣଙ୍କୁ ସଫିସିଏଣ୍ଟ ଲାଗୁନାହିଁ, ତେବେ ଆପଣ 2 ଗ୍ଲାସ୍ ମଧ୍ୟ ନେଇପାରିବେ, ବା ଆପଣ ବୋଟଲରେ ପୂରେଇକି ଆପଣଙ୍କର ଅଫିସକୁ ମଧ୍ୟ ନେଇକି ଯାଇପାରିବେ, ଯେଉଁଠିକି ଆପଣ ଲଞ୍ଚ ଖାଇବା ପର୍ଯ୍ୟନ୍ତ ତାକୁ ପିଇପାରିବେ, ଯାହାଦ୍ୱାରା କି ଆପଣଙ୍କ ଏନର୍ଜି ରହିବା ସହିତ ଆପଣଙ୍କର ବଡ଼ି ଡିଟକ୍ସ ମଧ୍ୟ ହେବ, ଯାହାଦ୍ୱାରା କି ଆପଣଙ୍କ ପତଳା ବି ଶୀଘ୍ର ହୋଇପାରିବେ, ଆଉ ବଡ଼ିକୁ ମଧ୍ୟ ସବୁ ଟାଇପ୍ର ମିନେରାଲ୍ସ, ଆପଣ ଭିଟାମିନ୍, ମିନେରାଲ୍ସ ସବୁ ଟାଇପ୍ର ପାଇପାରିବେ। ଯଦି ଆପଣ ଶୀଘ୍ର ଆପଣଙ୍କର ଗୋଲ୍ ଆଚିଭ୍ କରିବା ପାଇଁ ଚାହୁଁଛନ୍ତି, ତେବେ ଆପଣ ବ୍ରେକଫାଷ୍ଟ ବଦଳରେ ୟାକୁ ମଧ୍ୟ ନେଇପାରିବେ, ଆଉ ଗୋଟେ ଦିନରେ ଗୋଟେ ମିଲ୍ ମଧ୍ୟ ନେଲେ ବି ଆପଣଙ୍କ ପାଇଁ ସଫିସିଏଣ୍ଟ ହେଇଯିବ, ବେଶୀ ଭୋକ ମଧ୍ୟ ଆଉ ଲାଗିବନି। ତେବେ ଆସନ୍ତୁ ଏବେ ଦେଖିବା ମୁଁ ଲଞ୍ଚରେ କ'ଣ ଖାଇଲି। ଦେଖନ୍ତୁ ଲଞ୍ଚରେ ମୋର କଲରଫୁଲ୍ ପୁରା କଖାରୁ ଆଉ ଯେଉଁ ଆମର ମୁଗ ଡାଲି, କଖାରୁ ମୁଗ ଡାଲିର ବଢ଼ିଆ ଗୋଟେ ଛୁଙ୍କ ବନେଇଛି, ବହୁତ ଟେଷ୍ଟି, ପୁରା ଭରପୁର ଟିଫିନ୍ କରିକି ନେଇଛି, ଯେଉଁଟାକି ଆମର ଖାଦ୍ୟନଳୀକୁ ପୁରା କ୍ଲିନ୍ କରିବ। ଯାହା ବି ଆମର ବଚାକୁଚା ଖାଦ୍ୟନଳୀରେ ରହିଯାଇଥିବ, ଯେଉଁଟାକି ପରେ ଆମକୁ ପ୍ରୋବ୍ଲେମ୍ କ୍ରିଏଟ୍ କରିବ, ସବୁ ସଫା ହେଇଯିବ। ବଢ଼ିଆ ଖାଆନ୍ତୁ, ବହୁତ
एनर्जी भी दब। तेणु जदि रेसिपी देखा चाहते मत कमेंट बॉक्स में निश्चित भाव में कमेंट करेंगे, तार रेसिपी निश्चित भाव में अपलोड करी। तेणु मत जदि भिडियोटी भल लगे तेज लाइक शेयर और सब्सक्राइब करेंगे। धन्यवाद। तेणु आज रही आपण दिन मंगलमय हो।